ଆରେ ଚିକି, କାଲି ନା ମୋ ବାପା ଦୁଇଟା ଗୁଡ଼ି ଆଣିଛନ୍ତି। ଚାଲ ଆମେ ଗୁଡ଼ି ଉଡେଇବା। ବା କୋନି, ତ ଗୁଡ଼ି ଦୁଇଟା ଭାରି ସୁନ୍ଦର ହେଇଛି। ଆମ ଜଙ୍ଗଲ ପାଖରେ ଗୋଟେ ଖାଲି ପଡିଆ ଅଛି, ଚାଲେ ଆମେ ସେଇଠି ଗୁଡ଼ି ଉଡେଇବା। ଏମିତି କଥା ହେଇ ସେ ଦୁଇ ସାଙ୍ଗ ଖୋଲା ପଡିଆରେ ଯାଇ ଗୁଡ଼ି ଉଡେଇଲେ। ହଠାତ୍ ସେହି ସମୟରେ ଜୋରେ ପବନ ବହିଲା, ଆଉ ସେମାନଙ୍କ ଗୁଡ଼ି ଉଡ଼ି ଅନେକ ଦୂରକୁ ଚାଲିଗଲା। କଣ ହେଇଗଲା? ମୋ ବାପା କେତେ ଖୁସିରେ ମୋ ପାଇଁ ଗୁଡ଼ି ଆଣିଥିଲେ। ମନ ଦୁଃଖ କରନି କୁନି, ଚାଲ ଆମେ ତ ଗୁଡ଼ି ଖୋଜିବାକୁ ଯିବା। ନିଶ୍ଚୟ ଆଖପାଖରେ ତ ଗୁଡ଼ି ପଡ଼ିଥିବ। ତାପରେ ସେ ଦୁଇ ଜଣ ମିଶି ଜଙ୍ଗଲ ସାରା ବୁଲି ବୁଲି ଗୁଡ଼ି ଖୋଜିଲେ, ହେଲେ କୋଉଠି ବି ପାଇଲେନି। ଆରେ କୁନି, ଏତେ ଜାଗା ଖୋଜିଲେଣି ହେଲେ କୋଉଠି ବି ତ ଗୁଡ଼ି ପାଇଲେନି। ଘରକୁ ଗଲେ ତ ବାପାଙ୍କୁ ସବୁ କଥା କହିଦେବ, ସେ ତ ଉପରେ ଜମା ବି ରାଗିବେନି। ଚାଲେ ବି ଘରକୁ ଯିବା। ଆରେ ଚିକି, ସେପଟେ ଦେଖେ, ପାଣି ଭିତରେ ଗୋଟେ ଫୁଲ ଗଛ ଅଛି। ହେଲେ ଗଛରେ ଗୋଟେ ହିଁ ଫୁଲ କାହିଁକି ଫୁଟିଛି? ଫୁଲଟି ଦେଖିବାକୁ କେତେ ସୁନ୍ଦର ହେଇଛି ନା? ଚିକି ଟିକେ ଅପେକ୍ଷା କର, ମୁଁ ଏବେ ଫୁଲ ତୋଳି ଆଣେ, ତାପରେ ଆମେ ଘରକୁ ଯିବା। ଏମିତି କହି କୁନି ଫୁଲ ତୋଳିବାକୁ ଗଲା। ସେତେବେଳେ ଚିକି ତାକୁ କହିଲା, ଆରେ କୁନି, ସେପଟେ ଯାନି, ତୁ ଯଦି ପାଣିରେ ପଡିଯିବୁ ନା ତୁ ବୁଡିଯିବୁ। ନା ନା ଚିକି, ଭୟ କରନି, ମୋର କିଛି ବି ହେବନି। ମୁଁ ଏବେ ଫୁଲ ତୋଳି ତ ପାଖକୁ ଯାଉଛି। ଏଇ ଦେଖେ, ମୋର କିଛି ବି ହେଲାନି। ମୋ ମାଙ୍କୁ ଫୁଲ ଭାରି ଭଲ ଲାଗେ, ସେଥିପାଇଁ ମୁଁ ଏ ଫୁଲ ତୋଳିକି ଆଣିଲି। ମା ନୂଆ ଫୁଲ ଦେଖିଲେ ଭାରି ଖୁସି ହେଇଯିବେ। ଚାଲେ ଏବେ ଘରକୁ ଯିବା। ଆରେ ମା, ହାତରେ ଏଇଟା ତୁ କଣ ଧରିଛୁ? ଏଇଟା ତ ଗୋଟେ ଫୁଲ। ଏ ଫୁଲ ତୁ କୋଉଠୁ ଆଣିଲୁ? କୁନି ତାର ମାକୁ ସବୁ ଘଟଣା କହିଲା। ଓ ଆଚ୍ଛା, ସତରେ ଫୁଲଟି ଭାରି ସୁନ୍ଦର ହେଇଛି। ମତେ ସେ ଫୁଲଟା ଦେ, ମୁଁ ପାଣିରେ ରଖିଦେବି। ଫୁଲ ଅନେକ ଦିନ ଯାଏ ସତେଜ ରହିବ। ତୁ ଯା ହାତ ମୁହଁ ଧୋଇ ଆସିବୁ, ମୁଁ ଖାଇବା ପାରୁଛି ଖାଇ ନେବୁ। ଆଚ୍ଛା ଠିକ ଅଛି ମା, ଏଇ ନିଅ। ଏଇ କଣ, ମୁଁ ମୋ ଝିଅକୁ ଦେଖିବାକୁ ପାଉନି କଣ ପାଇଁ? ମୁଁ ଟିକେ ଶୋଇ ପଡିଥିଲି, ସେଇ ଭିତରେ ମୋ ଝିଅ କୁଆଡେ ଚାଲିଗଲା? ତୁ କାହା କଥା କହୁଛୁ ଗଛ? ତୋ ପାଖରେ ଯୋଉ ଲାଲ ଫୁଲ ଥିଲା, ସେ କଣ ତୋ ଝିଅ? ହଁ, ସେଇ ଫୁଲ ମୋ ଝିଅ। ଗୋଟେ ଛୋଟ ଚଢେଇ ଛୁଆ ଆସି ସେ ଫୁଲ ତୋଳି ନେଇ ଯାଇଛି। ଏସବୁ ତୁମେ କଣ କହୁଛ? ତୁମେ କଣ ଜାଣିଛ ସେ ଚଢେଇ ଛୁଆ କୋଉ ପଟେ ଯାଇଛି? ଦୟାକରି ମତେ କୁହ। ମୁଁ ଜାଣିନି ସେ ଚଢେଇ ଛୁଆ କୋଉଠି ରୁହେ। ସେଇ ପୂର୍ବ ଦିଗରେ ଉଡିଗଲା, ମୁଁ କେବଳ ସେତିକି ଦେଖିଛି। ଏବେ ମୁଁ ମୋ ଝିଅକୁ କେମିତି ପାଇବି? ମୋ ଝିଅ ବିନା ମୁଁ ବଞ୍ଚି ପାରିବିନି। ସେ ଗଛ ଏମିତି କହି କହି କାନ୍ଦୁଥିଲା। ସେତେବେଳେ ଗୋଟେ ପ୍ରଜାପତି ସେ ଦୁଇ ଗଛଙ୍କ ସବୁ କଥା ଶୁଣି ତାଙ୍କ ପାଖକୁ ଆସିଲା। ଆରେ ଗଛ, ତୁମେ ଆଉ କାନ୍ଦନି, ମୁଁ ସେ ଚଢେଇ ଛୁଆର ଘର ଦେଖିଛି। ସତ କହୁଛୁ ପ୍ରଜାପତି, ମତେ ଟିକେ ସାହାଯ୍ୟ କର। ତୁ ଯଦି ମତେ ସାହାଯ୍ୟ କରିବୁ, ମୁଁ ପୁଣି ଥରେ ମୋ ଝିଅକୁ ଫେରି ପାଇବି। ହଁ ହଁ, ମୁଁ ତୁମକୁ ନିଶ୍ଚୟ ସାହାଯ୍ୟ କରିବି। କୁହ, ମୁଁ କଣ କରିବି? ମୁଁ ତତେ ଗୋଟେ ମଞ୍ଜି ଦେଉଛି, ତୁ ସେ ମଞ୍ଜି ନେଇ ଚଢେଇ ଛୁଆ ଘର ବାହାରେ ପକେଇ ଦେ। ସେ ମଞ୍ଜି ଦ୍ୱାରା ମୁଁ ମୋ ଝିଅ ପାଖରେ ପହଞ୍ଚି ପାରିବି। ଓ ଆଚ୍ଛା, ତେବେ ଠିକ ଅଛି, ମତେ ମଞ୍ଜି ଦିଅ, ମୁଁ ଏବେ ସେ ଚଢେଇ ଛୁଆର ଘରକୁ ଯିବି। ଗଛ ପ୍ରଜାପତିକୁ ମଞ୍ଜି ଦେଲା। ପ୍ରଜାପତି ସେ ମଞ୍ଜି ନେଇ ଚଢେଇ ଛୁଆର ଘର ବାହାରେ ପକେଇ ଦେଇ ଚାଲିଗଲା। ସଙ୍ଗେ ସଙ୍ଗେ ହିଁ ମଞ୍ଜିରୁ ଗୋଟେ ବଡ ଗଛ ବାହାରିଲା। ଏଇ କଣ, ଆଗରୁ ତ ଏଠି ଗଛ ନଥିଲା, ହଠାତ୍ ଏତେ ବଡ ଗଛ ଏଠାକୁ କେମିତି ଆସିଲା? କୁନି, ମା କୁନି, ଶୀଘ୍ର ବାହାରକୁ ଆସେ। କଣ ହେଲା ମା, ମତେ ଡାକିଲ? ଏଇ କଣ, ଏଇଟା ତ ସେଇ ପାଣିରେ ଥିବା ଗଛ, ଯୋଉ ଗଛର ଫୁଲ ମୁଁ ଆଣିଥିଲି। ଏଇ ତ ଝରକା ପଟୁ ମୁଁ ମୋ ଝିଅକୁ ଦେଖିପାରୁଛି। ଯେମିତି ବି ହେଉ ମୋ ଝିଅକୁ ମୁଁ ଏଠୁ ନେଇଯିବି। ମା, ତୁମେ ଗଛ ପାଇଁ ଆଉ ଚିନ୍ତା କରନି, ଭଲ ହେଇଛି ଆମ ଘର ବାହାରେ ଫୁଲ ଗଛ ହେଇଛି। ଏବେ ଆମେ ପ୍ରତ୍ୟେକ ଦିନ ଏ ଗଛରୁ ସୁନ୍ଦର ସୁନ୍ଦର ଫୁଲ ପାଇବା। ହଁ ରେ ମା, ତୁ ଠିକ କହିଲୁ, ଚାଲ ଏବେ ଘର ଭିତରକୁ। ଏଇ ତ ଚଢେଇ ମାନେ ଏଠୁ ପଳେଇଲେ, ମୁଁ ଏବେ ଶୀଘ୍ର ମୋ ଝିଅକୁ ନେଇ ଏଠୁ ପଳାଏ।
ଏମିତି କହି ଗଛ ତାର ଲଟାକୁ ଝରକା ପଟେ ବଢେଇ ଫୁଲକୁ ନିଜ ପାଖକୁ ନେଇ ଆସିଲା। ଆଉ ତାପରେ ସେ ସେଠାରୁ ଚାଲିଗଲା। ଏ ସବୁ ଘଟଣାକୁ ନି ଦେଖୁଥିଲା। ସେ ଶୀଘ୍ର ବାହାରକୁ ଆସିଲା। ମୁଁ କଣ ଦେଖିଲି? ଗଛ ଫୁଲକୁ ନେଇ ଚାଲିଗଲା। ଏମିତି କଣ ସମ୍ଭବ? ସେ ଗଛ ଏବେ କୋଉଠିକି ଯାଇଥିବ? ମୁଁ ସେ ଜାଗାକୁ ଥରେ ଯାଇ ଦେଖେ। ସେଠି ସେ ଗଛ ଅଛି କି ନାହିଁ ଜାଣିପାରିବି। ଫୁଲ ଗଛ, ତୁ ଆସିଗଲୁ? ତୁ ତ ଝିଅକୁ ପାଇଲୁ? ହଁ, ମୁଁ ମୋ ଝିଅକୁ ନେଇ ଆସିଛି। ସେମାନେ ମୋ ଝିଅର କିଛି କ୍ଷତି କରିନଥିଲେ। ଭଲ ହେଲା, ମୁଁ ଠିକ ସମୟରେ ପହଞ୍ଚିଗଲି। ମୋ ଝିଅକୁ ଗଛରେ ରଖିଦେଲେ ସେ ପୁଣି ମୋ ସହ କଥା ହେଇପାରିବ। ତାପରେ ଗଛ ଫୁଲକୁ ନିଜ ଡାଳରେ ଲଗେଇଦେଲା। ସଙ୍ଗେ ସଙ୍ଗେ ଫୁଲଟି କଥା କହିଲା। ମା, ତୁମେ କୁଆଡେ ଯାଇଥିଲ? ଅନେକ ସମୟରୁ ମୁଁ ତୁମକୁ ଦେଖିବାକୁ ପାଉନଥିଲି। ମୁଁ ଏଇଠି ଥିଲି ରେ ମା। ମୁଁ ଟିକେ ଶୋଇ ପଡିଥିଲି। ସେତେବେଳେ ଗୋଟେ ଚଢିଛୁଆ ଆସି ତତେ ମୋ ପାଖରୁ ନେଇ ଯାଇଥିଲା। ସେଥିପାଇଁ ତୁ ମତେ ଦେଖି ପାରିଲୁନି। ହେଲେ ତୁ ଆଉ ଭୟ କରନି। ମୁଁ ଏବେ ତ ପାଖରେ ଅଛି। ତତେ ଏବେ ମୋ ପାଖରୁ କେହି ନେଇ ପାରିବେନି। ମୁଁ ଯାହା ଭାବୁଥିଲି ଠିକ ଭାବୁଥିଲି। ଗଛ ଫୁଲକୁ ଧରି ନିଜ ଜାଗାକୁ ହିଁ ଚାଲି ଆସିଛି। ତୁ ଏଠାକୁ ପୁଣି କାହିଁକି ଆସିଛୁ? ଯା, ଚାଲିଯା ଏଠୁ। ମୁଁ ତତେ ମୋ ଫୁଲ ଦେଇ ପାରିବିନି। ନା, ମୁଁ ଫୁଲ ନେବିନି। ମୁଁ ଗୋଟେ କଥା ଜାଣିବା ପାଇଁ ତୁମ ପାଖକୁ ଆସିଛି। ତୁମେ ଫୁଲ ନେବା ପାଇଁ ଆମ ଘରକୁ କେମିତି ଆସିଲ? ଆଉ ସେ ଫୁଲ ତୁମ ପାଖରେ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି? କାହିଁକି ନା ଏ ଫୁଲ ହେଉଛି ମୋ ଝିଅ। ତୁ ମୋ ଝିଅକୁ ମୋ ପାଖରୁ ନେଇ ଯାଇଥିଲୁ। କଣ ହେଲା? ସେ ଫୁଲ ତୁମ ଝିଅ? ଏସବୁ କେମିତି ସମ୍ଭବ? ଆମେ ଆଗରୁ ତୋ ଭଳି ଚଢିଥିଲୁ। ଏଇ ଜଙ୍ଗଲରେ ଆମ ଘର। ଦିନେ ଗୋଟେ ତାନ୍ତ୍ରିକ ଆମ ଘରକୁ ଆସିଲା। ସେ ମତେ ଖାଇବା ମାଗୁଥିଲା। ସେଦିନ ମୋ ମନ ଭଲ ନଥିଲା। ମୁଁ ରାଗିକି ତାକୁ ଘରୁ ବାହାର କରିଦେଲି। ସେ ତାନ୍ତ୍ରିକ ଆମକୁ ଅଭିଶାପ ଦେଲା। ତାରି ଅଭିଶାପ ଯୋଗୁଁ ମୁଁ ଗଛ ପାଲଟି ଗଲି। ଆଉ ମୋ ଝିଅ ଫୁଲ ହେଇଗଲା। ତା ମାନେ ତମେ ମାନେ ଆମ ପରି ଚଢେଇ ଗଛ ହେଇ ରହିବାକୁ ତୁମକୁ ଭାରି କଷ୍ଟ ଲାଗୁଥିବ ନା? ଚିନ୍ତା କରନି, ମୁଁ ତୁମକୁ ସାହାଯ୍ୟ କରିବି। କୁହ, କଣ କଲେ ତୁମେ ମାନେ ନିଜ ଅଭିଶାପରୁ ମୁକ୍ତ ହେଇପାରିବ? ତୁ ସତ କହୁଛୁ? ତୁ ଆମକୁ ସାହାଯ୍ୟ କରିବୁ? ଆମକୁ କେବଳ ତାନ୍ତ୍ରିକ ହିଁ ଅଭିଶାପରୁ ମୁକ୍ତ କରିପାରିବ। ସେ ତାନ୍ତ୍ରିକ ଘର ଏଇ ଜଙ୍ଗଲର ଶେଷ ମୁଣ୍ଡରେ। ମୋ ମା ସେ ତାନ୍ତ୍ରିକଙ୍କୁ ନିଶ୍ଚୟ ଚିହ୍ନିଥିବେ। ମୁଁ ଏବେ ଯାଉଛି ମୋ ମା ପାଖକୁ। ମୁଁ ତାଙ୍କୁ ସବୁ କଥା କହିବି। ତାପରେ ଚଢେଇ ଛୁଆ ଶୀଘ୍ର ତା ମା ପାଖକୁ ଗଲା। ଆଉ ତା ମାକୁ ସବୁ ଘଟଣା କହିଲା। ସବୁ ଶୁଣି ମା ଛୁଆ ତାନ୍ତ୍ରିକ ପାଖକୁ ଗଲେ। ମୁଁ ଜାଣେ ତମେ ମାନେ ମୋ ପାଖକୁ କଣ ପାଇଁ ଆସିଛ। ହେଲେ କେମିତି ତାନ୍ତ୍ରିକ ମା? ଆମେ ତୁମକୁ ଏଯାଏଁ ତ କିଛି ବି କହିନୁ। ମୁଁ ସବୁ ଜାଣେ। ସେ ଦୁଇ ମା ଛୁଆଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ହିଁ କିଛି ଦିନ ପାଇଁ ମୁଁ ତାଙ୍କୁ ଗଛ କରିଥିଲି। ସେମାନେ ଅନେକ କଷ୍ଟ ପାଇଲେଣି। ଏବେ ମୁଁ ତାଙ୍କୁ ମୁକ୍ତ କରିଦେବି। ଏଇ ଗଙ୍ଗା ଜଳ ନିଅ, ତାଙ୍କ ଉପରେ ପକେଇଦେବ। ସେମାନେ ମୁକ୍ତ ହେଇଯିବେ। ତାପରେ ମା ଚଢ଼େଇ ତାନ୍ତ୍ରିକ ପାଖରୁ ଗଙ୍ଗା ଜଳ ଆଣି ଫୁଲ ଗଛ ଉପରେ ପକେଇଦେଲା। ଯାହା ଫଳରେ ସେମାନେ ନିଜ ଅଭିଶାପରୁ ମୁକ୍ତ ହେଇ ନିଜ ରୂପ ଫେରି ପାଇଲେ। ଭଉଣୀ, ତୁମକୁ ଅନେକ ଅନେକ ଧନ୍ୟବାଦ। ଆଜି ତୁମ ପାଇଁ ଆମେ ଅଭିଶାପରୁ ମୁକ୍ତ ହେଇପାରିଲୁ। ଆମେ ତୁମର ଏହି ଉପକାର କେବେ ବି ଭୁଲିବୁନି। ଆରେ ନା ମିଟୁ ଭଉଣୀ, ତୁମକୁ ଧନ୍ୟବାଦ ଦେବାକୁ ପଡିବନି। ଏବେ ତୁମେ ମାନେ ଘରକୁ ଯାଅ ଆଉ ଭଲରେ ରୁହ। ତାପରେ ସମସ୍ତେ ନିଜ ନିଜ ଘରକୁ ଫେରିଗଲେ। ମା ଚଢ଼େଇ ଆଉ ତାର ଝିଅ ମିଟୁକୁ ସାହାଯ୍ୟ କରିପାରି ଅନେକ ଖୁସି ଥିଲେ। ସାଙ୍ଗ, ମୋ ମୂଳରେ ଟିକେ ବି ପାଣି ନାହିଁ। ଅନେକ ଦିନ ହେଲାଣି ବର୍ଷା ବି ହେଇନି। ମୁଁ ଯଦି ଆଉ କିଛି ଦିନ ପାଣି ନ ପାଇବି ମୁଁ ଶୁଖିଯିବି। ହଁ ସାଙ୍ଗ, ମୋର ବି ତୋ ଭଳି ଅବସ୍ଥା। କେବେ ଯେ ଆମେ ପାଣି ଟୋପେ ପାଇବା? ସାଙ୍ଗ, ସେପଟେ ଦେଖେ, କିଛି ଚଢ଼େଇ ନଦୀକୁ ପାଣି ଆଣିବା ପାଇଁ ଯାଉଛନ୍ତି। ଚାଲ ତାଙ୍କୁ ପାଣି ମାଗିବା। ଆରେ ପକ୍ଷୀମାନେ, ଟିକେ ଆମ କଥା ଶୁଣି ଯାଅ। ଆମ ପାଖକୁ ଆସ। କିଏ ଆମକୁ ଡାକିଲା? ଏଠି ତ କେହି ବି ନାହାନ୍ତି। କାଉ ଭଉଣୀ, ମୁଁ ବି ତ ଏଠି କାହାକୁ ଦେଖୁନି। ନିଶ୍ଚୟ ଆମେ ଭୁଲ ଶୁଣିଥିବା। ନା, ତମେ ମାନେ ଭୁଲ ଶୁଣିନ। ଆମେ ଅମୃତଭଣ୍ଡା ଗଛ ତମ ମାନଙ୍କୁ ଡାକୁଥିଲୁ। କଣ ହେଲା? ତମେ ମାନେ ଅମୃତଭଣ୍ଡା ଗଛ ଏଇ କଥା କହୁଛ? ତା ମାନେ ତମେ ମାନେ ନିଶ୍ଚୟ ଯାଦୁର ହେଇଥିବ। ଆଚ୍ଛା, ତମେ ମାନେ ନିଜ ଯାଦୁ ଶକ୍ତିରେ ସବୁ କିଛି କରିପାରୁଥିବ ନା? ହଁ, ଆମେ ମାନେ ଯାଦୁର।
କିନ୍ତୁ ଆମ ପାଖରେ ଯାଦୁ ଶକ୍ତି ନାହିଁ। ଆମେ ଅନେକ ଦିନରୁ ପାଣି ନ ପାଇବାରୁ ଶୁଖି ଶୁଖି ଗଲୁଣି। ଆମକୁ ତମେ ମାନେ ଟିକେ ସାହାଯ୍ୟ କର, ଆମ ମୂଳରେ ପାଣି ଦିଅ। କଣ ହେଲା? ତମ ମାନଙ୍କ ପାଖରେ ଯାଦୁ ଶକ୍ତି ନାହିଁ? ତାହେଲେ ତମ ମାନଙ୍କୁ ସାହାଯ୍ୟ କରି ଆମର କଣ ଲାଭ ହେବ? ଆଜି ସିନା ଆମେ ତୁମ କାମରେ ଆସୁନୁ, କିନ୍ତୁ ଭବିଷ୍ୟତରେ ଆମେ ବଡ଼ ହେଲେ ତୁମ କାମରେ ଆସିବୁ। ତମେ ମାନେ ଯେତେବେଳେ ବଡ଼ ହେବ ଆମେ ବୋଧେ ଜଙ୍ଗଲରେ ନଥିବୁ। ତମେ ମାନେ ମର କି ବଞ୍ଚ, ଆମେ ତମ ମାନଙ୍କୁ ସାହାଯ୍ୟ କରିପାରିବୁନି। ଏମିତି କହି ସେମାନେ ସେଠାରୁ ଚାଲିଗଲେ। ଦୁଇ ଅମୃତଭଣ୍ଡା ଗଛ ଯାହାକୁ ବି ସାହାଯ୍ୟ ମାଗୁଥିଲେ କେହି ବି ତାଙ୍କୁ ସାହାଯ୍ୟ କରୁନଥିଲେ। ଏମିତି ସେଦିନ ବିତିଗଲା। ଓଃ, ମତେ ଭାରି କଷ୍ଟ ହେଉଛି ସାଙ୍ଗ। ଲାଗୁଛି ମୁଁ ଏବେ ହିଁ ମରିଯିବି। ଏ ଜଙ୍ଗଲର ପକ୍ଷୀମାନେ ବହୁତ ଖରାପ, କେହି ବି ଆମକୁ ଟୋପେ ପାଣି ଦେଲେନି। ହଁ ସାଙ୍ଗ, ଠିକ କହିଲୁ। ଏମିତି ଖରାପ ଚଢ଼େଇଙ୍କ ଜଙ୍ଗଲରେ ରହିବା ଅପେକ୍ଷା ମରିଯିବା ବହୁତ ଭଲ। ବିଦାୟ ସାଙ୍ଗ, ଏଇଟା ଆମର ଶେଷ ଦେଖା। ଆମେ ଆଉ କେବେ ବି କାହାକୁ ଦେଖିପାରିବାନି। ଦୁଇ ଗଛ ଏପରି କଥା ହେଉଥିଲେ। ସେତେବେଳେ ଦୁଇଟି ବାଦଲ ସେ ରାସ୍ତାରେ ଯାଉଥିଲେ। ସେମାନେ ଦୁଇ ଅମୃତଭଣ୍ଡା ଗଛଙ୍କର ସବୁ କଥା ଶୁଣିପାରିଲେ। ଆରେ ସାଙ୍ଗ, ଶୁଣିପାରିଲୁ? ଏ ଦୁଇ ଗଛ ପାଣି ଅଭାବରେ ମରିବାକୁ ଯାଉଛନ୍ତି। ଏବେ ଆମେ ଏଠାରେ ଅଛନ୍ତି, ଆମେ ତାଙ୍କୁ ସାହାଯ୍ୟ କରିବା ଉଚିତ। ହଁ ସାଙ୍ଗ, ତୁ ଠିକ କହିଲୁ। ଆମେ ଏବେ ହିଁ ଏ ଦୁଇ ଗଛଙ୍କୁ ସାହାଯ୍ୟ କରିବା, ଆଉ ଏ ଜଙ୍ଗଲର ଚଢ଼େଇମାନଙ୍କୁ ଉଚିତ ଶିକ୍ଷା ବି ଦେବା। ହେଲେ କେମିତି ସାଙ୍ଗ? ମୋ ପାଖରେ ଗୋଟେ ଉପାୟ ଅଛି, ଶୁଣ। ଏମିତି ଦୁଇ ବାଦଲ ଏକ ଯୋଜନା ବନେଇଲେ ଆଉ ଗଛମାନଙ୍କ ଉପରେ ବର୍ଷା କଲେ। ବର୍ଷା ପାଣି ଦୁଇ ଗଛଙ୍କ ଉପରେ ପଡ଼ିବାରୁ ଦୁଇ ଗଛ ସତେଜ ହେଇଗଲେ। ସାଙ୍ଗ, ଏତେ ଦିନ ପରେ ମୁଁ ପାଣି ପାଇଲି, ମତେ ଭାରି ସତେଜ ଲାଗୁଛି। ଏବେ ଆମେ ଆଉ ମରିବାନି। କିନ୍ତୁ ମୁଁ ବୁଝିପାରୁନି ଏମିତି ଅସମୟରେ ବର୍ଷା କେମିତି ହେଲା। ମୁଁ ବି କିଛି ବୁଝିପାରୁନି ସାଙ୍ଗ। ସେ ଯାହା ବି ହେଇଥାଉ, ଆମକୁ ପାଣି ମିଳିବା ଯୋଗୁଁ ଆମର ବଡ଼ ଉପକାର ହେଲା। ବର୍ଷା ଯୋଗୁଁ ଚଢ଼େଇ ମାନଙ୍କର ବି ଉପକାର ହେବ। ଆରେ କାଉ ଭଉଣୀ, ଆଜି ପାଣି ଆଣିବାକୁ ଯିବନି କି? ଜାଣିଛ, ଚଢ଼େଇ ଘରକୁ ଫେରିଲାଣି। ଚାଲ ତାକୁ ବି ନେଇ ପାଣି ଆଣିବାକୁ ଯିବା। ହଁ ହଁ, ମୁଁ ଏବେ କଳସୀ ନେଇ ଆସୁଛି, ତାପରେ ଆମେ ଚଢ଼େଇ ଘରକୁ ଯିବା। ଆରେ ଚଢ଼େଇ, ଏତେ ଦିନ ପରେ ଯାଇ ତତେ ଘର କଥା ମନେ ପଡ଼ିଲା? କଣ ଆଉ କହିବି ମିଟୁ ଭଉଣୀ, ଏତେ ଦିନ ପରେ ମା ଘରକୁ ଯାଇଥିଲି ତ ସେ ମତେ ଆଉ 2 ଦିନ ରହିବାକୁ କହିଲା। ସେଥିପାଇଁ ମୋର ଘରକୁ ଫେରୁ ଫେରୁ ଡେରି ହେଇଗଲା। ଆଚ୍ଛା, ତମେ ମାନେ କଣ ପାଣି ଆଣିବାକୁ ଯାଉଥିଲ? ହଁ ଚଢ଼େଇ, ଆମେ ପୋଖରୀକୁ ପାଣି ଆଣିବା ପାଇଁ ଯାଉଛୁ। ତୁ ଆସିଛୁ ଜାଣି ତତେ ଡାକିବାକୁ ଚାଲି ଆସିଲୁ। ତାପରେ ସବୁ ଚଢ଼େଇ ମିଶି ପୋଖରୀକୁ ପାଣି ଆଣିବା ପାଇଁ ଗଲେ। ପୋଖରୀ ପାଖରେ ପହଞ୍ଚି ସେମାନେ ଦେଖିଲେ ପୋଖରୀର ସବୁ ପାଣି ଶୁଖି ଯାଇଛି। ଏଇ କଣ, ଗୋଟେ ରାତିରେ ପୋଖରୀର ପାଣି ଶୁଖିଗଲା କେମିତି? ଆମେ କାଲି ପୋଖରୀରୁ ପାଣି ନେବା ବେଳେ ପୋଖରୀରେ ତ ପାଣି ଭର୍ତ୍ତି ଥିଲା। ମୁଁ ବି ତ କିଛି ବୁଝିପାରୁନି। ଏମିତି ଲାଗୁଛି ରାତିରେ ଆମ ପୋଖରୀର ପାଣି କିଏ ଚୋରି କରି ନେଇଯାଇଛି। ନଦୀ ଦୂର ହେଲେ ବି ଚାଲ ଆମେ ସେଠାକୁ ଯିବା ଆଉ ନଦୀରୁ ପାଣି ଆଣିବା। ଏଇ କଣ କହୁଛ ମିଟୁ ଭଉଣୀ? ରାତାରାତି ଏତେ ସାରା ପୋଖରୀର ପାଣି କିଏ ଚୋରି କରି ନେବ? ଆରେ ଚଢ଼େଇ, ତା କଥା ଛାଡେ। ଚାଲେ ଆମେ ନଦୀକୁ ଯାଇ ପାଣି ଆଣିବା, ନହେଲେ ଘରକୁ ଫେରୁ ଫେରୁ ଡେରି ହେଇଯିବ। ତାପରେ ସବୁ ଚଢ଼େଇ ମିଶି ନଦୀକୁ ଗଲେ। ସେଠି ସେମାନେ ପହଞ୍ଚି ଦେଖିଲେ ନଦୀର ବି ପାଣି ଶୁଖି ଯାଇଛି। ନଦୀରେ ଟୋପେ ବି ପାଣି ନାହିଁ। ଏଇ କଣ, ନଦୀରେ ବି ତ ପାଣି ନାହିଁ? ନିଶ୍ଚୟ ଆମ ଜଙ୍ଗଲକୁ କୋଉ ଅଶୁଭ ଶକ୍ତି ପଶି ଆସିଛି। ଚାଲ ଶୀଘ୍ର ଆମେ ତାନ୍ତ୍ରିକ ମାଙ୍କ ପାଖକୁ ଯିବା। ଏବେ ସେ ହିଁ କହିପାରିବେ ଆମ ସହ କଣ ହେଉଛି। ସବୁ ଚଢ଼େଇ ତାନ୍ତ୍ରିକ ଚଢ଼େଇକୁ ଖୋଜିବା ପାଇଁ ବାହାରି ଗଲେ। ହେଲେ ସେମାନେ କୋଉଠି ବି ତାକୁ ପାଇଲେନି। ନିରାଶ ହେଇ ସେମାନେ ଘରକୁ ଫେରୁଥିଲେ। ସେତେବେଳେ ତାଙ୍କ ନଜର 2 ଅମୃତଭଣ୍ଡାଙ୍କ ଗଛ ଉପରେ ପଡ଼ିଲା। ସେମାନେ ଶୀଘ୍ର ତାଙ୍କ ପାଖକୁ ଗଲେ। ଏଇ କଣ, ସବୁ ନଦୀ ପୋଖରୀ ଶୁଖି ଯାଇଛି, କୋଉଠି ବି ଟୋପେ ପାଣି ନାହିଁ। ହେଲେ ଅମୃତଭଣ୍ଡା ଗଛ ଦୁଇଟିର ଚାରିପାଖର ମାଟି ଏତେ ଓଦା କାହିଁକି? ଚଢ଼େଇ, ମତେ ଲାଗୁଛି ଏ 2 ଅମୃତଭଣ୍ଡା ଗଛ ଯାଦୁ କରି ଆମର ସବୁ ନଦୀ ପୋଖରୀର ପାଣି ନେଇ ଯାଇଛନ୍ତି। ନିଜ ଗଛ ମୂଳରେ ପାଣି ଦେଇ ବାକି ପାଣି ସବୁ ଲୁଚେଇ ରଖିଛନ୍ତି। ସେଦିନ ଏମାନେ କହୁଥିଲେ ଏମାନେ ଯାଦୁ ଜାଣି ନାହାନ୍ତି। ସେଦିନ ଏମାନେ ମିଛ କହୁଥିଲେ କାଉ ଭଉଣୀ, ଏମାନେ ଠିକ ଯାଦୁ ଜାଣିଛନ୍ତି। ତମେ ମାନେ କଣ ବିଷୟରେ କଥା ହେଉଛ? ମୁଁ ତ କିଛି ବି ବୁଝିପାରୁନି।
ଶୁଣିବୁ ଚଢ଼େଇ ଏମାନଙ୍କ କଥା? ଓ ଆଚ୍ଛା, ତାହେଲେ ତମେ ମାନେ ଯାଦୁର ଗଛ ମାନଙ୍କୁ ସାହାଯ୍ୟ ନ କରି ବଡ ଭୁଲ କରିଛ। ଏବେ ହିଁ ତାଙ୍କୁ କ୍ଷମା ମାଗିନିଅ, ନହେଲେ ଆମେ ଆଉ କେବେ ବି ପାଣି ପାଇବାନି। ଯାଦୁର ଅମୃତଭଣ୍ଡା ଗଛ, ଆମକୁ କ୍ଷମା କରିଦିଅ। ଆମେ ଆଉ କେବେ ବି ତୁମ ସହ ଖରାପ ବ୍ୟବହାର କରିବୁନି। ଆମ ନଦୀ ପୋଖରୀର ପାଣି ଫେରେଇ ଦିଅ। ଏସବୁ ତମେ ମାନେ କଣ କହୁଛ? ଆମେ ସତ କହୁଛୁ, ଆମେ ଯାଦୁ ଜାଣିନୁ। ଆମେ ନଦୀ ପୋଖରୀର ପାଣି ଶୁଖେଇନୁ। ତାହେଲେ କୋଉଠି ବି ପାଣି ନାହିଁ, ହେଲେ ତୁମ ଦୁଇ ଗଛଙ୍କ ମୂଳରେ ଏତେ ପାଣି କେମିତି ଆସିଲା? ଦୁଇ ଅମୃତଭଣ୍ଡା ଗଛ କିଛି କହିବା ପୂର୍ବରୁ ଦୁଇ ବାଦଲ ସେଠାକୁ ଆସିଲେ। ଆମେ ଦୁଇ ଗଛଙ୍କ ମୂଳରେ ପାଣି ଦେଇଛୁ, ଆଉ ତମେ ସମସ୍ତେ ବହୁତ ଖରାପ ଚଢ଼େଇ। ସ୍ୱାର୍ଥ ବିନା କେହି କାହାରିକୁ ସାହାଯ୍ୟ କର ନାହିଁ। ତମ ମାନଙ୍କୁ ଉଚ୍ଚ ଶିକ୍ଷା ଦେବା ପାଇଁ ହିଁ ସୂର୍ଯ୍ୟ ଭାଇଙ୍କୁ କହି ଆମେ ତୁମ ନଦୀ ପୋଖରୀର ପାଣି ଶୁଖେଇ ଦେଇଛୁ। ଏବେ ତମେ ମାନେ ଆଉ କେବେ ବି ପାଣି ପିଇ ପାରିବନି। ବାଦଲ ରାଣୀ, ମୁଁ କିଛି ଦିନ ହେବ ଏ ଜଙ୍ଗଲରେ ନଥିଲି, ନହେଲେ ମୁଁ ନିଶ୍ଚୟ ଦୁଇ ଗଛଙ୍କୁ ସାହାଯ୍ୟ କରିଥାନ୍ତି। ଏଇ ଥରକ ଆମ ସମସ୍ତଙ୍କୁ କ୍ଷମା କରିଦିଅ। ହଁ ବାଦଲ ରାଣୀ, ଏମାନଙ୍କୁ କ୍ଷମା କରିଦିଅ, ଆଉ ପାଣିର ବ୍ୟବସ୍ଥା ବି କରିଦିଅ। କାରଣ ପାଣି କେତେ ଜରୁରୀ ଆମ ଛଡା ଆଉ କେହି ବି ବୁଝିପାରିବେନି। ପାଣି ବିନା ଆମେ ଦୁଇ ଗଛ ଅନେକ କଷ୍ଟ ପାଇଛୁ। ଆମେ ଚାହୁଁନୁ ଚଢ଼େଇ ମାନେ ବି ଆମ ପରି ପାଣି ନ ପାଇ କଷ୍ଟ ପାଆନ୍ତୁ। ଆଚ୍ଛା ଠିକ ଅଛି, ଏ ଦୁଇ ଗଛଙ୍କ ପାଇଁ ମୁଁ ଆଜି ତମ ସମସ୍ତଙ୍କୁ କ୍ଷମା କରିଦେଉଛି। ମୁଁ ଏବେ ହିଁ ବର୍ଷା କରିବାର ବ୍ୟବସ୍ଥା କରୁଛି। ଅମୃତଭଣ୍ଡା ଗଛ, ତମ ଦୁଇ ଜଣଙ୍କୁ ଅନେକ ଅନେକ ଧନ୍ୟବାଦ। ଆଜି ମୁଁ ବୁଝିପାରିଲି ଏ ସଂସାରରେ କେହି ବି ଛୋଟ ବଡ ନୁହନ୍ତି। କେତେବେଳେ କିଏ କାମରେ ଆସିଯିବ କେହି କହିପାରିବେନି। ମୁଁ ତୁମକୁ କଥା ଦେଉଛି, ବିନା ସ୍ୱାର୍ଥପରରେ ଆମେ ଏବେଠୁ ପରସ୍ପରକୁ ସାହାଯ୍ୟ କରିବୁ। ଏମିତି କହି ଚଢ଼େଇ ମାନେ ଘରକୁ ଗଲେ। କିଛି ସମୟ ପରେ ପ୍ରବଳ ବର୍ଷା ଆରମ୍ଭ ହେଇଗଲା। ସବୁ ଚଢ଼େଇ ମିଶି କଳସୀରେ ପାଣି ଭରିବା ଆରମ୍ଭ କଲେ।